এই আশ্রমর এই হচ্ছে পবিত্র যুব দিবসর বার্তা সমগ্র মানব জাতিকে দেওয়া উদ্দেশ্যে পালন করা হচ্ছে। সহস্রাধিক স্কুল কলেজের ছাত্রছাত্রী বিরাট শোভাযাত্রাରେ ଶ୍ରୀରାମକୃଷ୍ଣ ଆଶ୍ରମ ବରହମପୁର ମୁଖ୍ୟ ଶାଖାରୁ ବାହାରି 3 କିଲୋମିଟର ପ୍ରତି ସହର ପରିକ୍ରମା କରି ଆସି ବର୍ତ୍ତମାନ ଏହି ସ୍ୱାମୀ ବିବେକାନନ୍ଦ ମେମୋରିଆଲ ହଲ୍ରେ ଉପସ୍ଥିତ ହୋଇଛନ୍ତି। ସ୍ୱାମୀ ବିବେକାନନ୍ଦଙ୍କର ବାଣୀ ଆଉ ଆଦର୍ଶରେ ଅନୁପ୍ରାଣିତ ହୋଇ କିଭଳି ଏକ ନୂତନ ଏବଂ ସମୃଦ୍ଧ ଭାରତବର୍ଷ ଗଠନ ହେବ, ଯୁବ ସମାଜକୁ କିଭଳି ଏଥିରେ ସାମିଲ କରାଯାଇପାରିବ, ବିଶେଷ କରି ଛାତ୍ର ସମାଜର ଭୂମିକା ଦେଶ ଗଠନରେ କିଭଳି ଅଗ୍ରଣୀ ହେବେ ସେମାନେ, ସେ ବିଷୟରେ ଆଲୋକପାତ କରାହେଲା। ବିବେକାନନ୍ଦଙ୍କର ଜୀବନୀ, ତାଙ୍କର ଦେଶପ୍ରେମ ଦେଶଭକ୍ତି ଉପରେ ବିଭିନ୍ନ ଆମର ପ୍ରତିଯୋଗିତାମୂଳକ କାର୍ଯ୍ୟକ୍ରମ କରାଯାଇଥିଲା। କୃତି ଛାତ୍ରଛାତ୍ରୀମାନଙ୍କୁ ଏଥିରେ ସମ୍ମାନିତ କରାଯାଇଛି। এইভাবে ভাবে স্বামী বিবেকানন্দଙ୍କର জাতীয় যুব দিবস পালন। ବହୁତ ଖୁସି ଲାଗଲା ଆସିକିନା ଆମେ ଜାତୀୟ ଯୁବ ଦିବସ ପାଳନ କରୁ। ସ୍ୱାମୀ ବିବେକାନନ୍ଦ ଆଜି ଜଏନ୍ କଲୁ, ଆମକେ ପାର୍ଟିସିପେଟ୍ କରିକି ବହୁତ ଭଲ ଲାଗଲା। ଆଉ ମୁଇଁ ଡିବେଟ୍ରେ ଗୋଟେ ପାର୍ଟିସିପେଟ୍ କରିଥିଲି, ଯେନେକି ମୁଇଁ ଆଜି ଖୁସି ସ୍ଥାନ ଅଧିକାର କରୁଛେ। ଆଉ ଆମେ ଯେନ୍ ଅଛେ ଆଜିର ଯୁବପିଢ଼ି ହେଉଛି ଭବିଷ୍ୟତର ମେରୁଦଣ୍ଡ। তো সর্বপ্রথমে আমি সচেতন হমা, সমাজকে সচেতন করামা, ଆଉ ଆତ୍ମସ୍ୱାର୍ଥ ବ୍ୟତୀତ ଆମେ ସାମୂହିକ ସ୍ୱାର୍ଥ ଉପରେ ଗୁରୁତ୍ୱ ଦେମା, ଆଉ ଆମେ ଦେଶର ଲାଗି କାର୍ଯ୍ୟ କରମା ଆଉ ସମାଜର ଲାଗି କାର୍ଯ୍ୟ କରମା। ଆଜି ସକାଳେ 9ଟାରେ ସ୍ଥାନୀୟ ସ୍କୁଲ କଲେଜର 500 ଶିକ୍ଷକ ଶିକ୍ଷୟିତ୍ରୀ ତାଙ୍କ ଛାତ୍ରମାନଙ୍କ ସହିତ ଆସି ଯୋଗ ଦେଇଥିଲେ, ଆଉ ଆମ ଆଶ୍ରମର ଛାତ୍ର ଯୋଗ ଦେଇଥିଲେ। ପାଖାପାଖି 1000 ଛାତ୍ରଛାତ୍ରୀ ଏହି ରାଲିରେ ଅଂଶଗ୍ରହଣ କରିଥିଲେ। ଏଇଟା ଆମର ଶ୍ରୀରାମକୃଷ୍ଣ ଆଶ୍ରମ ମୁଦବନ ଶାଖାରେ ଆମର ଏହି ସଭାର ଆୟୋଜନ ହେଇଥିଲା। ତାପରେ ପିଲାମାନଙ୍କ ଭିତରେ ବକ୍ତୃତାର ଇଏ ହେଇଥିଲା, କମ୍ପିଟିସନ ହେଲା, ତାପରେ ପ୍ରାଇଜ ଡିଷ୍ଟ୍ରିବ୍ୟୁସନ ହେଲା, ସଭା ହେଲା, ତାପରେ ସେମାନେ ପ୍ରସାଦ ପାଇକି ଏବେ ଘରକୁ ଯିବେ।